ଏଠି ସମସ୍ତେ ଅଛନ୍ତି, ହେଲେ ଆମେ ପ୍ରକୃତ ସାଧୁ ଚିହ୍ନିବୁ କେମିତି? ବାବା ଭଲ କଥାଟେ କହିଲ। ଆଜ୍ଞା ତମେ ବହୁ ସଂଖ୍ୟାରେ ଲୋକ ଅଛ, ଆଜ୍ଞା ତମେ ଦେବଗଡ଼ରୁ ବି ଆସିଛ, ଆଜ୍ଞା ଆଉ ତମକୁ ଧନ୍ୟବାଦ ଦଉଛି। ଆଉ ପ୍ରକୃତ ସାଧୁଙ୍କୁ ଜାଣିବାକୁ ହେଲେ ସାଧୁ ଦିଟା ଅକ୍ଷର, ଆଜ୍ଞା ସାଧୁ। ସା ହେଲା ପୃଥିବୀ, ସା ହେଲା ଶରୀର। ଏ ପୃଥିବୀ ରୂପକ ଶରୀର ଧାରଣ କରୁଥିବା ଯେଉଁ ମନୁଷ୍ୟ, ଏ ମଣିଷ ନୁହନ୍ତି। ମଣିଷ ଗୁଡ଼ା ଏ ସବୁ ଜୀବଜନ୍ତୁ ପଶୁ ପକ୍ଷୀ ଇଏ ଆମର ନିଜର ବଂଶଧରାକୁ ମାରି ଖାଇ ଦେଉଛନ୍ତି। ମନୁଷ୍ୟ ତା ଭିତରେ ଗୋଟିଏ ଗୋଟିଏ ଅଛନ୍ତି। ସେ ସାଧୁ, ସାଧୁ ପ୍ରକୃତରେ ଚିହ୍ନିବ କୋଉଠି ନା এই ପୃଥିବୀ ରୂପକ ଶରୀର ଧାରଣ କରୁଥିବା ଯେଉଁ ମନୁଷ୍ୟ ତା ଅନ୍ତର ଧୌତ କରିଛି, ଭିତର ପରିଷ୍କାର କରିଦେଇଛି, ସେଇଆକୁ କୁହାଯିବ ସାଧୁ। ସାଧୁ ଭିତରେ ଗୁଡ଼ାଏ କଦର୍ଯ୍ୟ କାମ କରି, ନାନାଦି ଅକର୍ମ କରି ଗଙ୍ଗା ପାଣି ପିଇଦେଲେ ମୁକ୍ତି ହେଇଯିବ ନାହିଁ। ଗୁଡ଼ାଏ ପାପ କରିକି ପାପରୁ ମୁକ୍ତି ହେଇଯିବ ନାହିଁ। ଆଉ ଭିତରଟାକୁ ପରିଷ୍କାର କରିଦେବ। ଗୋଟେ ଗଙ୍ଗାରେ ଯାଇକି ବୁଡ଼ ଦେଇକି ପଳେଇ ଆସିଲେ ବି ସୁଦ୍ଧା ତୁମର ମୁକ୍ତି ନାହିଁ। ଏଣୁ ସାଧୁ ଭିତରେ ଯିଏ ସବୁ ଗୁଡ଼ାକୁ ରାଗ, ହିଂସା, ଅହଙ୍କାର, କୂଟ, କପଟ, ମିଥ୍ୟା, ଚକ୍ରାନ୍ତ এইଗୁଡ଼ାକୁ ସବୁ ପରିଷ୍କାର କରିଦେଇଥିବ, ଧୋଇ ଦେଇଥିବ, ସେଇଆକୁ କୁହାଯିବ ସାଧୁ। ଆଜ୍ଞା ପ୍ରକୃତ ସାଧୁଙ୍କୁ ଦର୍ଶନ କରିଲେ କୋଟି କୋଟି ପାପ ହେବ କ୍ଷୟ। ସତ୍ୟ, ଶାନ୍ତି, ଦୟା, କ୍ଷମା, ଉପଦେଶ ହୋଇବ ଜ୍ଞାନ ଉଦୟ। ସାଧୁ ସାବଧାନ କରାହେଇଛି। ସାଧୁ କାହାକୁ କହନ୍ତି? ସାଧୁର ଅର୍ଥ କ'ଣ? ସାଧୁଙ୍କର ସାଧୁ ଅର୍ଥ କ'ଣ? ସାଧୁଙ୍କର ଖାଦ୍ୟ କ'ଣ? ସାଧୁଙ୍କର ବେଶ ପୋଷାକ କ'ଣ? ସାଧୁ ଜୀବନରେ କ'ଣ କରିବାକୁ ଆସିଛି? ସାଧୁ ଜୀବନରେ କ'ଣ କରିପାରେ? ସାଧୁ ଆଜିକାଲି ସବୁ ବାବା ଛଦ୍ମବେଶୀ ଧରିଗଲେ। ସାଧୁ ଚିତା ଚୈତନ ମାରିକି ଗୁଡ଼ାଏ ବେଶ ହେଇକି ବସି ପଡ଼ିଲେ ସାଧୁ ବୋଲିକି କୁହାଯାଇପାରିବ ନାହିଁ। ସାଧୁଟା କାର୍ଯ୍ୟ କର, ସେଥିଲାଗି କୁହାଯାଇଛି ସାଧୁ ସାବଧାନ। ସାଧୁ କିଏ? ଆମର ତ ଏଇଟା ଘର ନୁହେଁ, ଆମକୁ ଦିନେ ଯିବାକୁ ପଡ଼ିବ। ଆମେ ଗଲେ ସେଠି କ'ଣ ଜବାବ ଦେବା? ଏ ପୃଥିବୀ ରୂପକ ରଙ୍ଗମଞ୍ଚ ଉପରେ ଆମେ କି ଅଭିନୟ କରୁଛେ? ଆମେ ଯାହା କରୁଛେ ଠିକ ନା ଭୁଲ? ଏ ପ୍ରଶ୍ନର ଉତ୍ତର ଦବ କିଏ? ସେଥିଲାଗି କହିଛି ସାଧୁ ସାବଧାନ। ତୁମେ ନିଜକୁ କିଏ ଚିହ୍ନ? ତୁମେ କାହିଁକି ଆସିଛ? ତୁମେ ଏ ପୃଥିବୀ ରୂପକ ରଙ୍ଗମଞ୍ଚ ଉପରେ କି ଅଭିନୟ କରୁଛ? ତୁମେ ଯାହା କରୁଛ ଠିକ ନା ଭୁଲ? ଆକୁ ତୁମେ ନିଜକୁ ପଚାର। ଆଉ ତୁମେ କାହିଁକି ଆସିଥିଲ? ବର୍ତ୍ତମାନ କ'ଣ କରୁଛ? ଏ ଚୋରି ଡକାୟତ ଠାରୁ ଆରମ୍ଭ କରିକି ସବୁ ପ୍ରକାର ଦୁର୍ନୀତି କରିବାରେ ଲାଗି ପଡ଼ିଛି। କୋଠା ବାଡ଼ି କେମିତି କରିବି ଲାଗି ପଡ଼ିଛି। ପର ଧନ ଲୁଣ୍ଠନ କରିବି
କେମିତି ସେଥିରେ ଲାଗି ପଡ଼ିଛ। ଆରେ ତୁମେ ଆସିଛ କ'ଣ ପାଇଁ? କ'ଣ ନେଇକି ଯିବ? ତୁମେ କିଛି ଆଣିକି ଆସିନ କି କିଛି ନେଇକି ଯିବନି। ସେଥିଲାଗି ସାଧୁ ସାବଧାନ କରି ସାଧୁର ଅର୍ଥ ବୁଝିବା ବହୁତ କଠିନ। ଆଉ ପ୍ରକୃତରେ ସାଧୁ ଚିହ୍ନିବ ନାହିଁ, ବେଶ ପୋଷାକରୁ ସାଧୁ ଚିହ୍ନିବ ତାଙ୍କ ବ୍ୟବହାରରୁ। ଜୟ ଜଗନ୍ନାଥ।